ସୁନାହଜାରୀ ଜଙ୍ଗଲରେ ହାତୀର ମୃତଦେହ ଠାବ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ମୋରଡ଼ା ବ୍ଲକ ଅଧୀନ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲର ସୁନାହଜା ନିକଟରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଉକ୍ତ ସଂରକ୍ଷିତ ଜଙ୍ଗଲରେ ଗତ 3 ଦିନ ହେବ ଏକ 11 ଟିକିଆ ହାତୀପଲ ସ୍ଥାନୀୟ ଗ୍ରାମ ସୁନାହଜାରେ ଉପଦ୍ରବ ଚଳାଇଥିଲେ। ତେବେ ଆଜି ଅପରାହ୍ନ 2ଟା ସମୟରେ ସୁନାହଜା ଗ୍ରାମର ବନ ସୁରକ୍ଷା ସମିତି ସଭାପତି ମହେଶ୍ୱର ମାହାତ ତାଙ୍କ ବିଲକୁ ପାଣି ଛାଡ଼ିବାକୁ ଯାଉଥିବା ବେଳେ ବିଲର ଅଳ୍ପ ଦୂରରେ ଥିବା ଏକ ପଙ୍କ କାଦୁଅ ଦଲଦଲିରେ ଏକ ହାତୀ ଶୋଇଥିବା ଅବସ୍ଥାରେ ଦେଖିଥିଲେ ଏବଂ ପାଖକୁ ଯାଇ ଦେଖିଲା ବେଳକୁ ଉକ୍ତ ହାତୀଟି ମୃତ୍ୟୁବରଣ କରିଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତେବେ ବେତନଟୀ ରେଞ୍ଜର ଫିଲ୍ଡ ବୁଲୁ ନଥିବାରୁ ଏପରି ଘଟଣା ସାମ୍ନାକୁ ଆସୁଛି ବୋଲି ଖୋଲାଖୋଲି ଆଲୋଚନା ହୋଇଛି। ପରେ ଖବର ପାଇ ବେତନଟୀ ରେଞ୍ଜର ବନୱାର ଖାଁ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂ ସାମନ୍ତ, ଦୀପକ କୁମାର ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ମାହାତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଉକ୍ତ ହାତୀଟିର ବୟସ 10ରୁ 12 ବର୍ଷ ହେବ ଏବଂ ହାତୀ ମଧ୍ୟରେ ଲଢ଼େଇ ତଥା ପଙ୍କ କାଦୁଅ ଦଲଦଲିରେ ପଶି ଅଣନିଶ୍ୱାସୀ ହୋଇ ହାତୀଟି ମୃତ୍ୟୁବରଣ କରିଥିବାର ସନ୍ଦେହ କରାଯାଉଛି ବୋଲି କହିଛନ୍ତି ଏସିଏଫ୍ ରବିନାରାୟଣ ମହାନ୍ତି। ତେବେ ହାତୀର ଶୁଣ୍ଢଟି କାଦୁଅ ଭିତରେ ପଶି ଯାଇଥିବା ବେଳେ ହାତୀର ପାଟିରୁ ରକ୍ତ ବାହାରୁଥିବାର ଦେଖାଯାଇଛି। ଏହାପରେ ଘଟଣାସ୍ଥଳରେ ଏସିଏଫ୍ ରବିନାରାୟଣ ମହାନ୍ତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଉକ୍ତ ହାତୀର ଶବ ବ୍ୟବଚ୍ଛେଦ ନିମନ୍ତେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ମଉସା ଆପଣଙ୍କ ନାଁଟା? ମହେଶ୍ୱର ମହାନ୍ତ। ଏ କ'ଣ ଘଟଣା କେତେବେଳେ ଜାଣିଲେ, କ'ଣ ଦେଖିଲେ? ମୁଁ ପ୍ରାୟ 2ଟା ପାଖାପାଖି ଦେଖିଛି। କି ହେଇଥିଲା ଘଟଣା? ଘଟଣା ସେ ଲଢ଼େଇ ଲାଗୁଥିଲେ ତ, ମରିଛି କେତେବେଳେ କହିପାରିବିନି। ଲଢ଼େଇ ଲାଗୁଥିଲେ? ହଁ, ଲଢ଼େଇ 3 ଦିନ ହେଲା ଲଢ଼େଇ ଲାଗୁଥିଲା। ଦେଇ ଆପଣ କୁଆଡ଼େ ଆସିଥିଲେ? ମୁଁ ଜାଲ ଉଠେଇତେ ଆସିଥିଲି ବିଲ ଦେଖିତେ ଆଉ। ଦେଖିଲେ ଦେଖିଲେ ମରିଯାଇ, ମୁଁ ଦେଖିକି ଦୌଡ଼ିଲି। ମୁଁ କହିଲି କାଦ ମାଖୁଥିବ ଆଉ, ଚିନ୍ତା ଅଛି। ତାପରେ ଦୌଡ଼ିଲି, ତାପରେ ଯାଇକି ଅଧା ବାଟିଆ ଚାହୁଁଛି ନା ସେମିତି ଶୋଇଛି। ମୁଁ କହିଲି ପ୍ରାୟ ମରିଯାଇଥିବ। ଦେଇ ମୋ ପୁଅ ଖବର ଦେଲି, ମୁଁ କହିଲି ଯା ଦେଖି ଆସିବି ଯେ ସେଠି ହାତୀରେ ପ୍ରାୟ ମରିଯାଇଥିବ। ଯେ ଆସିକି ଦେଖିଲା ସେ ମରିଯାଇଛି। ଭାଇ ଆପଣଙ୍କ ନାମ? କେଦାରନାଥ ମହାନ୍ତ। ଘର? ସୁନାହଜାର। ଏଇ ଯୋଉ ହାତୀ ମରିଛି, କ'ଣ ଘଟଣା, କେମିତି କ'ଣ ହେଇଥିଲା ଘଟଣା, କ'ଣ ଦେଖିଥିଲେ, କ'ଣ ଶୁଣିଛନ୍ତି? ଶୁଣିନି, ରାତିରେ ବୋବେଇ ଥିଲା ଶୁଣିଥିଲି। କେତେ ହାତୀ ଅଛନ୍ତି ଏ ଅଞ୍ଚଳରେ? ଢେର ଥିଲେ। ବନ ବିଭାଗ ତରଫରୁ କିଛି ଖବର ଦିଆଯାଉନି? ହଁ, ଖବର ଦିଆଯାଏ ଯେ ବାହାରିଲେ ଖବର ଦିଆଯାଏ। ତ କାଲି କେମିତି କ'ଣ ଘଟଣା ହେଇଥିଲା? କାଲି କେମିତି କିସ, ଯାହା ହଉ ରାତିରେ ଶୁଣିଥିଲି ବୋବେଇବାର। ତାପରେ ଯୋଉ ଦଲଦଲି ଜାଗାରେ ହଁ, କ'ଣ ହେଇଥିଲା? କୋଉଠି ହାତୀ ଫସି ଯାଇଛି? ଏଇଠି ଏଇ ବିଲ। କ'ଣ ଅଛି ବିଲରେ? କିଛି ନାହିଁ, ପଡ଼ିଆଟା। ଦଲଦଲି ଜାଗା? ନା, ଦଲଦଲି ନୁହେଁ ଯେ ତାଙ୍କ ଦଳ ଭିତରେ କଳି ଖଇଜା ହେଇଥିବେ ଆଉ। ସେ ଇଏ ଏକଲା ବୁଲୁଥିଲା, ତାପରେ ସେ ଦଳଟା ଆସି ହାବଡ଼ିଥିବେ ଆଉ। ମାନେ ନିଜ ଭିତରେ ମାରପିଟ ହେଇଛନ୍ତି। ଆଉ ଏଇ ଟିକରାଟା ଦେଖୁନ ଭାଙ୍ଗିକି ଏଇଠି ପଶି ତାଙ୍କୁ ବାଡ଼ାବାଡ଼ି କରିଛନ୍, ଯାହାଫଳରେ ହାତୀର ମୃତ୍ୟୁ। ହଁ। ହାତୀ ମୃତ୍ୟୁର କାରଣ କ'ଣ ବୋଲି ଭାବୁଛି? ବର୍ତ୍ତମାନ ତ ଆମେ ଦେଖୁଛୁ ଏଠି ସେମିତି କିଛି ଏଭିଡେନ୍ସ ବର୍ତ୍ତମାନ ଆମେ ପାଇନୁ, କାରଣ କିଛି ତ ଥ୍ରେଟ୍ ସେଠି ନାହିଁ। ଯାହା ଡାଉଟ୍ କରୁଛି ଇନଫାଇଟିଂରେ ହେଇଥାଇପାରେ ବୋଲି ଆମେ ଡାଉଟ୍ କରୁଛୁ, ତଥାପି ସେଇଟା ବି କହିବା ଠିକ୍ ହେବନି ଯେତେ ପର୍ଯ୍ୟନ୍ତ ଆମର PM ରିପୋର୍ଟ ନ ଆସିଛି। ତେଣୁ ପୋଷ୍ଟମର୍ଟମ୍ ହେଲା ପରେ ଫାଇନାଲି ଜଣାପଡ଼ିବ କେଉଁ କାରଣରୁ ହାତୀଟି ମରିଛି। ଏମିତି ଆଉ ଗୋଟେ ଖବର ହେଉଛି, ଯେଉଁ ବେତନଟୀ ରେଞ୍ଜ ଅଧୀନ ବିଭିନ୍ନ ଅଞ୍ଚଳରେ ହାତୀ ଯେତେବେଳେ ଚଲାବୁଲା କରୁଛି, ପ୍ରପାର ୱେରେ ଖବର ଦିଆଯାଉନି। ବା ରେଞ୍ଜର ଅଫିସର ରହିକି ମନିଟରିଂ କରୁଛନ୍ତି ବୋଲି ଯାହା ଗୋଟେ ଅଭିଯୋଗ ଆସୁଛି, ତାକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାକୁ ନେଇ କ'ଣ କରିବେ? ଷ୍ଟାଫ୍ ତ ଆମର ମନିଟରିଂ କରୁଛନ୍ତି। ଆପଣଙ୍କର ଯତ୍ନବାନ ନୁହନ୍ତି ବୋଲି ଖବର ଆସୁଛି। କାହିଁ ସେମିତି କିଛି ତ ଇନଫର୍ମେସନ୍ ଆମ ପାଖକୁ ଆସିନାହିଁ। ତ ଷ୍ଟାଫ୍ ମାନେ ମନିଟରିଂ କରୁଛନ୍ତି। 24x7 ଆମର ମନିଟରିଂ ଚାଲିଛି ଏବଂ ଡିଭିଜନ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲା ଅଛି। ଆପଣମାନେ ଜାଣିଛନ୍ତି, ଆପଣମାନଙ୍କୁ ବଲ୍ କଲ୍ ମେସେଜ ବି ଆମେ ଦେଉଛୁ। ତ ଏ ମୁଭମେଣ୍ଟଟା ବି ଆମେ ରିପୋର୍ଟ କରିଛୁ ଅଲରେଡ଼ି। ଏଠି 11ଟା ହାତୀ ଥିଲେ, ଗୋଟେ ତ ଏମିତି ଗୋଟେ ଆକ୍ସିଡେଣ୍ଟରେ କହିବା ନିଶ୍ଚିତ ଭାବରେ ଚାଲିଗଲା। ହାତୀ ଏଜ୍ ଆମେ 6 to 7 years ଭିତରେ ଭାବୁଛୁ, କିନ୍ତୁ ଏକ୍ଜାକ୍ଟଲି ମେନଲି ଜୁଭେନାଇଲ୍ କେସ୍ରେ ଏଜ୍ କାଲକୁଲେସନ୍ କରିବାଟା ଠିକ୍ ନା। ଏଇଟା ତ ଆମର ଯାହା ବଡ଼ିଟା ତ ଅଧା ଜଣାପଡ଼ୁନି କିଛି, ମେଲ୍ ବୋଲି ଆମେ ଡାଉଟ୍ କରିବା।
କାରଣ ତାର ଯାହା ମର୍ଫୋଲୋଜିକାଲ ସିମ୍ପଟମ୍ସ ଅଛି ତଥାପି ଆମେ ଫାଇନାଲ ଜଣା ପିଏମ୍ ପରେ ଆକ୍ଚୁଆଲି ଜଣା ପଡ଼ିବ ଯେଟା ମେଲ୍ କି ଫିମେଲ୍ ଏକ୍ଜାକ୍ଟଲି ଆମେ ଜାଣିପାରିବା। ଆଜି ଜଙ୍ଗଲ ପାଖରେ ଘଟଣା ଘଟିଛି ଆଜି ରାତି ପୁଣି ପାଖାପାଖି ଅଞ୍ଚଳରେ ହାତୀ କେତେ ଅଛନ୍ତି ବୋଲି ଆମେ ଆମର ବର୍ତ୍ତମାନ 10ଟା ହାତୀ ବର୍ତ୍ତମାନ ପାଖ ଜଙ୍ଗଲରେ ଅଛନ୍ତି। ଆମଠୁ ଜଷ୍ଟ 100 ମିଟର୍ସ କି 150 ମିଟର ଦୂରରେ ଅଛନ୍ତି। ତାକୁ ମଧ୍ୟ ମନିଟରିଂ କରାହେଉଛି ଏବଂ ଗାଁରେ ମଧ୍ୟ ଖବର ଦିଆହେଇଛି। ଝାଡ଼ଖଣ୍ଡି ହାତୀ ନା ସେଇଟା ତ କହିବା ଜଣା ପଡ଼ିବନି କେଉଁ ହାତୀ ବର୍ତ୍ତମାନ ଏଇଟା ଜଣା ପଡ଼ିବ ଯେହେତୁ ଆମର କିଛି ମାଇଗ୍ରେଟୋରୀ ଏଲିଫେଣ୍ଟ ସହିତ ରେସିଡେନ୍ସିଆଲ କିଛି ଏଲିଫେଣ୍ଟସ ମିଶିକି ଏଠି ମୁଭମେଣ୍ଟ ରହିଛି ଥ୍ରୁ ଆଉଟ୍ ଦ ଇୟର। ଥ୍ୟାଙ୍କ ୟୁ।